ବଡ଼ ଠାକୁର ବିଦାୟ ନେଇ କୁଆଡ଼େ ଯାଆନ୍ତି କେହି ଜାଣନ୍ତି ନାହିଁ। କାନାମରାଜୁ, ବାଲାରାଜୁ, ପୋତରାଜୁ ଏବଂ ମୋତ୍ୟାଲୁ ଆମ୍ମା ମାଲକାନଗିରି ଅଭିମୁଖେ ବାହାରିଲେଣି। ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ର ଅନେକ ଭକ୍ତ ଆସି ପଲୁରଠାରେ ମାଙ୍କୁ ନେବା ପାଇଁ ସ୍ନାନ କରନ୍ତି। ଭଗବାନ ମେଳାର ବିଗୁଲ ବାଜିଲା ଆଉ ଆରମ୍ଭ ହେଲା ଯାତ୍ରା। ଯାତ୍ରା ଦେଖିବା, ବୁଲିବା ଆଉ ସ୍ମରଣ କରିବା ସମସ୍ତ ଦେବାଦେବୀଙ୍କୁ। ଯାହା ମାଗିଲେ ଦିଅନ୍ତି ଠାକୁର। ତାରକାରେ ଉଠାରେ ସ୍ନାନ କଲେ ରୋଗ ବ୍ୟାଧି କଷ୍ଟ ଆଉ ଆସେନା ଜୀବନରେ ବୋଲି ଆଶା। ଆନ୍ଧ୍ରାର ପଲୁର ତାତକାରେ ଠାରୁ ସ୍ନାନ ପରେ ସନ୍ଧ୍ୟାରେ ମାଣ୍ଡବକୋଣ୍ଡା ଗମନ। ପ୍ରାତଃ ମାଣ୍ଡବକୋଣ୍ଡା ଠାରୁ ଗୁଜଲେରୁ ବଡ଼ୁଗୁଡ଼ା ଦେଇ କାଲିମେଳା ଅଭିମୁଖେ ଗମନ। କାଲିମେଳାରେ ରୀତିନୀତି ବିଧି ଶେଷ କରି ରାତ୍ର କାଙ୍ଗରକୋଣ୍ଡାରେ ରହଣି। କୋଟେରୁରେ ରାତ୍ର ଏବଂ ମଧ୍ୟାହ୍ନରେ ଶିଖପାଲି ଦେଇ ପହଞ୍ଚିବେ ଠାକୁର ତମସା। ସେଠି ପୁଣି ରାତ୍ର ରହଣି ପରେ ମାଲକାନଗିରି ଠାରେ ଯାତ୍ରା ଆରମ୍ଭ କରିବେ ସମସ୍ତ ଦେବାଦେବୀ। ପ୍ରାତଃ କନ୍ୟା ମାଝି ବନ୍ଧ ଏବଂ ସନ୍ଧ୍ୟାରେ ମାଣ୍ଡିଆ ଭଟ୍ଟାରେ ରହଣି। ମାଣ୍ଡିଆ ଭଟ୍ଟାରୁ ମାଉଳି ମାଙ୍କ ମନ୍ଦିର ସିଂହ ଦ୍ୱାରରେ ମାଉଳି ମାଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ଶେଷ ପରେ ରାତ୍ର ଅନ୍ନଭୋଗ ଏବଂ ସକାଳେ ବିଦାୟ।